ସରଞ୍ଜାମ ବାଲା ଇଲେକ୍ଟ୍ରିକ କଟରଙ୍ଗ ବାଲା ଛଡା ଆମର ଆଉ କାହାର ସହାୟତାର ଆବଶ୍ୟକତା ପଡିନାହିଁ। ସମସ୍ତେ ବାହାରେ ଥିଲେ, ଭିତରକୁ କାହାକୁ ଯିବାକୁ ମଧ୍ୟ ଭଗବାନ ଆମକୁ ସେ ସୁଯୋଗ ଦେଇନାହାନ୍ତି। 3ଟି କାଠ ଆଲମିରା ଏବଂ ଗୋଟିଏ ଷ୍ଟିଲ ଆଲମିରା ଏବଂ 2ଟି କାଠ ସିନ୍ଦୁକ ଏବଂ ଗୋଟିଏ ଲୁହା ସିନ୍ଦୁକ। ଏଭଳି ଉଡା ଖବର, ମନଗଢା ଖବରକୁ ଦୟାକରି ଜନସାଧାରଣଙ୍କ ଗୋଚରକୁ ଆଣନ୍ତୁ ନାହିଁ। ରତ୍ନଭଣ୍ଡାର ଖୋଲା ଯିବ କି ନାହିଁ, ଯୋଉ ଶଙ୍କା ଆଶଙ୍କା ସମଗ୍ର ଓଡ଼ିଶାବାସୀଙ୍କ ମନରେ ଥିଲା, ତାର ଆଜି ଅବସାନ ଘଟିଛି। ଉଭୟ ରତ୍ନଭଣ୍ଡାର ଭିତର ବାହାର ଉଭୟ ରତ୍ନଭଣ୍ଡାର ବାହାର ତ ଆଗରୁ ଆମେ କରିସାରିଥିଲୁ। ଭିତର ରତ୍ନଭଣ୍ଡାର ଆଜି ଆମେ ସକାଳ 8:30 ବେଳେ ମନ୍ଦିରରେ ପ୍ରବେଶ କଲୁ। ମହାପ୍ରଭୁ ତିନି ରଥାରୂଢ଼ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କର ଆଶୀର୍ବାଦ ନେଇ ଭିତରକୁ ଗଲୁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ, ସିଏ ଗୋଟେ ଘରର ମାଲିକାଣୀ। ଭୁବନେଶ୍ୱରୀଙ୍କ ଆଶୀର୍ବାଦ ନେଲୁ। ଆମେ ବିମଳା ମାଙ୍କର ଆଶୀର୍ବାଦ ନେଲୁ ଏବଂ ଆମେ ସର୍ବଶେଷରେ ଦ୍ୱାରପାଳ ଲୋକନାଥଙ୍କର ଆଶୀର୍ବାଦ ନେଇ ଆମେ ଯେଉଁ ସ୍ଥାନ ପାଞ୍ଜି ଦ୍ୱାରା ଦର୍ଶାଯାଇଥିଲା ଉତ୍କୃଷ୍ଟ ସମୟ, ସେଇ ସମୟରେ 9:51ରେ ହିଁ ଚାବି ପ୍ରୟୋଗ କରିବାରେ ସକ୍ଷମ ହେଲୁ ଏବଂ 9:51ରୁ ବର୍ତ୍ତମାନ 6ଟା ବାଜିବାକୁ ଯାଉଛି, ପାଖାପାଖି 5:15। 9:51, 10ଟାରୁ ଧରନ୍ତୁ 5:15, ଦୀର୍ଘ 7.5 ଘଣ୍ଟାର ପରିଶ୍ରମ, ଅକ୍ଳାନ୍ତ ପରିଶ୍ରମ। ସମସ୍ତ ସହଯୋଗୀ ଆମର ଯେତେ କର୍ମୀ, 11 ଖାଲି ଆମେ ନଥିଲୁ, 11ଙ୍କ ସାଙ୍ଗରେ ଆମେ ଅନ୍ୟମାନଙ୍କର ସହାୟତା ମଧ୍ୟ ନେଇଥିଲୁ। ଭଗବାନଙ୍କର ଆଶୀର୍ବାଦ, କେବଳ ବିଦ୍ୟୁତ ସରଞ୍ଜାମ ବାଲା ଇଲେକ୍ଟ୍ରିକ କଟରଙ୍ଗ ବାଲା ଛଡା ଆମର ଆଉ କାହାର ସହାୟତାର ଆବଶ୍ୟକତା ପଡିନାହିଁ। ସମସ୍ତେ ବାହାରେ ଥିଲେ, ଭିତରକୁ କାହାକୁ ଯିବାକୁ ମଧ୍ୟ ଭଗବାନ ଆମକୁ ସେ ସୁଯୋଗ ଦେଇନାହାନ୍ତି। ସମସ୍ତେ ସୁସ୍ଥ ମନରେ ଗଲୁ, ସମସ୍ତେ ସ୍ଥିତ ମନରେ ଗଲୁ, ସମସ୍ତେ ସ୍ଥିର ଚିତ୍ତରେ ସମସ୍ତ କାମ ପୂର୍ଣ୍ଣତା ସହ ଭଗବାନଙ୍କୁ ସମ୍ପୂର୍ଣ୍ଣ ସମର୍ପଣ କରି ଆମେ ସମସ୍ତ ସମ୍ପତ୍ତି ଭଗବାନଙ୍କର ଯାହା ଭିତର ଭଣ୍ଡାରରେ ଥିଲା, ସମସ୍ତ ସମ୍ପତ୍ତିକୁ ଯୋଉଭଳି ଭାବରେ ଥିଲା ତାକୁ କେବଳ ବାକ୍ସ, ଉପଯୁକ୍ତ ବାକ୍ସ ଏବଂ ଉପଯୁକ୍ତ ଆଲମିରା ଭିତରକୁ ଆମେ ସ୍ଥାନାନ୍ତରିତ କରିଛୁ। ଏ ପ୍ରକ୍ରିୟା 5:15ରେ ସମାପ୍ତ ହେଇ ଭିତର ଭଣ୍ଡାର ପୁରୁଣା ଯଥାରୀତି ଆବଶ୍ୟକ ସିଲ୍ ପଡ଼ିଲା ଏବଂ ନୂଆ ଭିତର ଭଣ୍ଡାର ଯୋଉ ହେଲା ତାର ମଧ୍ୟ SOP ଅନୁଯାୟୀ 2 କିତା ତାଲା ପଡ଼ି ସେ ତାଲା ଚାବି ସବୁ କଲେକ୍ଟରଙ୍କୁ ହସ୍ତାନ୍ତର କରାଗଲା। ଟ୍ରେଜେରୀରେ ଦାଖଲ ହବ। ପରବର୍ତ୍ତୀ ଆବଶ୍ୟକତାରେ SOP ପାଳନ ଅନୁଯାୟୀ ତାକୁ ଅଣାଯିବା। ଦେଖନ୍ତୁ, ଆମେ ଗତ ଥର ତ ଏତେ ଦେଖିବା ପାଇଁ ପୁଙ୍ଖାନୁପୁଙ୍ଖ ସମୟ ହେଇନଥିଲା। ଆମେ ସେ ଭିତରେ 3ଟି କାଠ ଆଲମିରା ଏବଂ ଗୋଟିଏ ଷ୍ଟିଲ ଆଲମିରା ଏବଂ 2ଟି କାଠ ସିନ୍ଦୁକ ଏବଂ ଗୋଟିଏ ଲୁହା ସିନ୍ଦୁକ, ସମସ୍ତ ଆଲମିରା ଏବଂ ସିନ୍ଦୁକକୁ ଖୋଲାଯାଇ ସେଇ କ୍ରମରେ ଯୋଉ ଆଲମିରାରେ ଜିନିଷ ଥିଲା ଯେମିତି ସେମିତି ଆଲମିରାକୁ ଆସିଛି। ସିନ୍ଦୁକ ସେ ଭିତରେ ପ୍ରବେଶର ସମ୍ଭାବନା ନଥିବା ଯୋଗୁଁ ସିନ୍ଦୁକର ସମ୍ପତ୍ତିକୁ ସେଇଭଳି ଗୋଟିଏ ଆଲମିରାରେ ରଖାଯାଏ। ନିଶ୍ଚିତ ଭାବରେ SOPରେ ମାର୍ଗଦର୍ଶିକା ଥିଲା। ଭଗବାନଙ୍କର ସମସ୍ତ ସମ୍ପତ୍ତିକୁ ଭଣ୍ଡାର ଗୃହ ଭିତରେ ଯୋଉଥିରେ ବି ରଖାଯିବ, କଣ୍ଟେନର ବୋଲି କୁହାଯାଇଥିଲା, ସମସ୍ତ କଣ୍ଟେନର ତାଲା ପଡିଛି। ଭିତର ରତ୍ନଭଣ୍ଡାରରୁ ଯୋଉ ଅସ୍ଥାୟୀ ଭିତର ରତ୍ନଭଣ୍ଡାର ଅଣାଗଲା ନୂଆ ସିନ୍ଦୁକକୁ, ପ୍ରକ୍ରିୟାଟା କେମିତି ରହିଥିଲା? ସେ ଅଳଙ୍କାର କେମିତି କରାଯାଇଥିଲା? ହାତରେ କରାଯାଇଥିଲା? ନିଶ୍ଚିତ ଭାବରେ ଆମେ ଯୋଉ 11 ଜଣ ଥିଲୁ, ଆମ ସାଙ୍ଗରେ ଯୋଉମାନେ ଆମକୁ ସାହାଯ୍ୟ କରିବା ପାଇଁ ଆମେ ଭଣ୍ଡାର ସେବକଙ୍କର ସହାୟତା ନେଇଥିଲୁ। ଭଣ୍ଡାର ସେବକଙ୍କର ସହାୟତାରେ ଆମର ମାର୍ଗଦର୍ଶନ ଅନୁଯାୟୀ ଆମ ଉପସ୍ଥିତିରେ, ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସ୍ଥାନାନ୍ତର। ଆମେ ଏ କଥାକୁ ବିଶ୍ୱାସ କେବେ କରୁନଥିଲୁ। କିଏ କୋଉଠି କାହାଣୀ କରୁଛି, ମୁଁ ରାଜ୍ୟବାସୀଙ୍କୁ କହିବି, ଏ ତଥ୍ୟ ପର୍ଯ୍ୟବେସିତ ନୁହଁ। ଏହା ଉପରେ କୌଣସି ବିଶ୍ୱାସ କରନ୍ତୁନି କି ମନ ଧ୍ୟାନ ଦିଅନ୍ତୁନି। ଏହା ସହିତ ମୁଁ ୟୁଟ୍ୟୁବରଙ୍କୁ ମଧ୍ୟ କହିବି, ଅନୁରୋଧ କରିବି, ଆପଣ ମିଡିଆ ଭାଇମାନଙ୍କୁ ଅନୁରୋଧ କରିବି, ଏଭଳି ଉଡା ଖବର, ମନଗଢା ଖବରକୁ ଦୟାକରି ଜନସାଧାରଣଙ୍କ ଗୋଚରକୁ ଆଣନ୍ତୁ ନାହିଁ। ଆମର ଆଜି ଅଭିଜ୍ଞତା, ଆମେ ଆଲମିରା ସବୁ ଭିଜେଇଛୁ,
समस्त दिगरे कांथ को अनुध्यान करिचु तार वीडियोग्राफी कराई कौन सी प्रकार एभली संभावना पाई ना आमे जहाँ कहलु आमर आखि भितर से भली गोचर किसी है नहीं तेबे तेबे जेहेतु बारंबार खबर आसुची किसी लोक मीडिया रे प्रकाश करूचंती जे ता भितरे सुरंग अच्छी किबा आउरी रत्न भंडार रही ये तो आम आखि को तो देखा गला नहीं आम आखि ये नुह ये भगवत निर्देश भगवत आशीर्वाद रे आम आखि गुड़ी आज काम करुला भगवान आमको से कौन परिचय सृष्टि कर जेहेतु गोटे संभावनार सूचना देखा सुजोग आसी आमे चीफ एडमिनिस्ट्रेटर एवं आम जो कमिटी आम निर्णय नहीं आमे ए दिगरे आमको मार्गदर्शिका नहीं वर्तमान जो एसओपी अच्छी से पुनः अनुसंधान सुजोग नहीं एवं आम चिंता करूँ जेहेतु यार गोटे आवश्यकता रोचे ये जो 4 दशंधि 5 दशंधि पर थे खोलने यार संभावना आसूसी तेणु आमे उपलब्धि करूँ आमे आगामी दिन में केवे बैठक करूँ निकट में करूँ सरकार को ये अनुरोध करूँ अधिकार नहीं जहाँ भंगारू जाए तार स्कैनिंग करेंगे लेजर स्कैनिंग का रत्न तत्व किसी जदि अच्छी से विषय नहीं सरकार अनुमति हेले गणति प्रक्रिया देखु ये गोटे क्रम